ଆସନ୍ତୁ ଶୁଣିବା ଗଳ୍ପ ଧର୍ମକ୍ଷେତ୍ର। ଗାଳ୍ପିକ ବାମାଚରଣ ମିତ୍ର। ଫଗୁଣ ମାସର ଶୁକ୍ଳପକ୍ଷ ତ୍ରୟୋଦଶୀର ସକାଳ। ସିନ୍ଦୁରା ଫାଟି ଫାଟି ଆସୁଛି। ଇତି ସକାଳୁ ମଧ୍ୟ କାହୁଁ ଗୋଟିଏ କୋଇଲି କୁଶଭଦ୍ରା ନଦୀର ବନ୍ଧ ଉପର ଆମ୍ବ ତୋଟାରେ ବସି ଏକୁଟିଆ ରାବି ଚାଲିଛି ଆକୁଳ ଭାବରେ। ରାମପ୍ରଧାନଙ୍କ ନାତି ନବଘନଙ୍କ ପୁଅ ଶ୍ୟାମଘନ ଅନ୍ୟମନସ୍କ ଭାବରେ ଧୀରେ ଧୀରେ ନଈ ଧାରକୁ ଓହ୍ଲାଇଲେ। 8 ବର୍ଷ ପରେ ସେ ଡାକ୍ତର ହୋଇ ପ୍ରଥମ ଥର ଗାଁକୁ ଫେରିଛନ୍ତି। ଆଜି ସକାଳୁ ମନଟା ତାଙ୍କର ହଠାତ୍ ଆନନ୍ଦରେ ଭରିଗଲା। ସେ ଆନନ୍ଦ ଯେପରି ଖାଲି ଖୁସି ନୁହେଁ, ଖୁସିଠୁ ଆହୁରି କିଛି ବେଶୀ। ଯେଉଁଆଡ଼କୁ ସେ ଚାହିଁଲେ ସବୁ ତାଙ୍କୁ ସୁନ୍ଦର ଦେଖାଗଲା। ଏମିତିକି ବାଡ଼ିପଟର ପଚା ପୋଖରୀଟି ଆଉ ଶୁକୁଟା ମାଆର ଶୁଖିଲା ପତର ଗଦାଟି ବି। ପୁଣି ସେ ଆନନ୍ଦ ଭିତରେ ଗୋଟିଏ ଅଜଣା ବେଦନା ମିଶିଯାଇ ତାକୁ ରସଘନ କରିଦେଇଛି। ଅଥଚ କେଉଁଥିପାଇଁ ଏପରି ଲାଗୁଛି ସେ କିଛି କାରଣ ଖୋଜି ପାଇଲେ ନାହିଁ। ସେ ଆଉ ଘର ଭିତରେ ରହିପାରିଲେ ନାହିଁ। ରାତି 9 ପାହୁଣୁ ବାହାରି ଆସିଲେ କୁଶଭଦ୍ରା ନଦୀକୁ, ଯାହାର ନାନା ରୂପକୁ ସେ ପିଲାବେଳୁ ଦେଖି ଦେଖି ମଧ୍ୟ କଳନା କରିପାରି ନାହାନ୍ତି କି ତୃପ୍ତି ମଧ୍ୟ ପାଇପାରି ନାହାନ୍ତି। କୁଶଭଦ୍ରା ଥିଲା ତାଙ୍କର ବନ୍ଧୁ, ଦାର୍ଶନିକ, ପଥ ପ୍ରଦର୍ଶକ। ବହୁଦିନ ପରେ ଆଜି କୁଶଭଦ୍ରାକୁ ଦେଖି ତାଙ୍କର ବେଦନା ଆନନ୍ଦ ଆହୁରି ତୀବ୍ର, ଆହୁରି ବ୍ୟସ୍ତ ହୋଇଗଲା। 15 ବର୍ଷ ପୂର୍ବେ ଏମିତି ଗୋଟିଏ ଦିନରେ ନଈ ଆରପାଖ ଅତଡ଼ା ଉପର ଗାଁ ଅହମ୍ମଦପୁରର ମୁସଲମାନ ଓ ଏପାଖ ଅତଡ଼ା ଉପର ଗାଁ କୁସୁପୁରର ହିନ୍ଦୁମାନଙ୍କ ଭିତରେ ହୋଲି ଖେଳ ନେଇ ଦଙ୍ଗା ଲାଗି ତାଙ୍କ ବାପା ନବଘନ ଓ ରହିମ ଅଜାଙ୍କ ପୁଅ ଅବଦୁଲ ପରସ୍ପରକୁ ମାରି ଏହି ନଈବାଲିରେ କୁଣ୍ଢା କୁଣ୍ଢି ହୋଇ ଚିରଦିନ ପାଇଁ ଶୋଇଯାଇଥିଲେ। ସେ ଦଙ୍ଗାର କାରଣ ଥିଲେ ପୁଣି ଶ୍ୟାମଘନ ନିଜେ। ତାଙ୍କୁ ସେତେବେଳେ 8 ବର୍ଷ। ସେ ରହିମ ଅଜାଙ୍କ ଦାଢ଼ିରେ ଅବିର ବୋଳି ଦେଇଥିଲେ ବୋଲି 2 ଗାଁ ଭିତରେ ହଣାକଟା ଲାଗିଯାଇଥିଲା। ଅଥଚ ପ୍ରଧାନ ବଂଶ ଓ ଖଲିପା ବଂଶ ଭିତରେ ଅଭେଦ୍ୟ ପ୍ରୀତି ଯୁଗ ଯୁଗ ଧରି ଚାଲି ଆସିଥିଲା, ଏବେ ବି ଅଛି। ଯଦିଓ ପରସ୍ପର ଗାଁବାଲାଙ୍କ ଦାଉରୁ ତାର ବାହ୍ୟ ପ୍ରକାଶ ଅନେକ କମିଯାଇଛି, କିନ୍ତୁ ତାହା ଯେ ଏକ ନୂତନ ଓ ଅଭିନବ ପରୀକ୍ଷାର ସମ୍ମୁଖୀନ ହେଲାବେଳେ ଏମିତି ଆସିବ କିଏ ଜାଣିଥିଲା। ଶ୍ୟାମଘନ ପାଣି ଭିତରକୁ ପଶିଲା ବେଳେ ଦେଖିଲେ ନଈଧାରର ଆରପାଖରୁ ଗୋଟିଏ ଯୁବତୀ ତରତର ହୋଇ ପାଣି ଭିତରୁ ଉଠି ଯାଉଛି। ହଠାତ୍ ଶ୍ୟାମଘନକୁ ଦେଖି ସେ ମୁହୂର୍ତ୍ତକ ପାଇଁ ଥମିଗଲା। ଆଉ ସେହି ମୁହୂର୍ତ୍ତକ ଭିତରେ ସବୁ ଓଲଟ ପାଲଟ ହୋଇଗଲା 2 ଜଣଙ୍କ ଅଜାଣତରେ। ସେହି ମୁହୂର୍ତ୍ତକ ଭିତରେ ବଟବୃକ୍ଷର କ୍ଷୁଦ୍ର ବୀଜରେ ଏକ ବିରାଟ ବଟବୃକ୍ଷ ରହିଥିବା ଭଳି ରହିଗଲା ଅନେକ ଅନେକ କଥା। ଶ୍ୟାମଘନଙ୍କୁ ଦେଖି ଯୁବତୀଟି ମୁହଁରେ କିଏ ଯେପରି ଅବିର ମୁଠାଏ ଛୁଟିଦେଲା। ଅଳ୍ପ ସମୟ ପାଇଁ ଯୁବତୀଟି ବିସ୍ମୟ ବିସ୍ଫାରିତ ନୟନରେ ଶ୍ୟାମଘନଙ୍କ ଆଡ଼େ ଚାହିଁ ରହିଲା, ଯେପରି 2ଟି ନୀଳକଇଁ ଫୁଟିଗଲା। ଦେହର ରଙ୍ଗ ଆଉଟା ସୁନା ଭଳି। ଘନକୃଷ୍ଣ କୁଞ୍ଚିତ କେଶର ଚୂର୍ଣ୍ଣ କୁନ୍ତଳ ଗୁଡ଼ିକ ମୁହଁ ଉପରେ ପଡ଼ି ମନେ ହେଉଥିଲା କୁଶଭଦ୍ରାର ଗଭୀର ନୀଳସ୍ରୋତ ସୁନାରଙ୍ଗର ବାଲି ଉପରେ ବୋହିଯାଇ ସାନ ସାନ ଭଉଁରୀ ସୃଷ୍ଟି କରିଛି। ସିକ୍ତ ବସନ ତଳୁ ଗୁରୁ ନିତମ୍ବ ଘନ ବକ୍ଷ ଓ ଘନ ଯୁଗଳର ସୁପୁଷ୍ଟ ବର୍ତ୍ତୁଳତା ଶ୍ୟାମଘନଙ୍କ ପ୍ରତ୍ୟେକ ଶିରାରେ ନିଆର ସ୍ରୋତ ଛୁଟାଇ ଦେଲା। ଯେଉଁ ଆନନ୍ଦରେ ଅଦୂରର ପଳାଶବନ ଜଳୁଛି, ସେହି ନିଆଁ ଯେପରି ତାଙ୍କର ପ୍ରତ୍ୟେକ ଶିରାରେ ଖେଳିଗଲା। ଶ୍ୟାମଘନ ଏତେ ରୂପ ଆଗରୁ କେବେ ଦେଖିନଥିଲେ, କିମ୍ବା ଦେଖିଥିଲେ ମଧ୍ୟ ବୁଝିପାରି ନଥିଲେ। ତାଙ୍କର ମନେ ହେଲା ଶ୍ରୀରାଧା ଯମୁନାରେ ଗାଧୋଇ ଶ୍ୟାମକୁ ଦେଖି ପଳାଇବା ଭୟରେ ତରତର ହୋଇ ଘରକୁ ଫେରି ଯାଉଛନ୍ତି। ଯୁବତୀଟି ଦେହରେ ମଧ୍ୟ ସେଇ ନିଆଁ ଲାଗିଗଲା ପରା। ଅପାଙ୍ଗ ଦୃଷ୍ଟିରେ ଶ୍ୟାମଘନଙ୍କୁ ଥରେ ଚାହିଁଦେଇ ସେ ନ ଯଜୌ ନ ସ୍ତତୌ ଅବସ୍ଥାରେ କିଛି କ୍ଷଣ ଛିଡ଼ା ହୋଇଗଲା। ଶ୍ୟାମଘନଙ୍କ ସୁନ୍ଦର ଶ୍ୟାମ ବଳିଷ୍ଠ ଦେହ ଉଦାସ ଚାହାଣୀ ଦେଖି ତାର ମନେ ହେଲା ସତେ ଯେପରି ୟାଙ୍କରି ପାଇଁ ସେ ନିଜ ଅଜାଣତରେ ଅପେକ୍ଷା କରି ବସିଥିଲା। ତା ନ ହୋଇଥିଲେ ଯିଏ ବଡ଼ ହେବା ଦିନରୁ କେବେ ନଈକୁ ଗାଧୋଇବା ପାଇଁ ଆସେ ନାହିଁ, ଆଜି ସକାଳୁ ଜିଦ୍ କରି ଗୋସୀମାଙ୍କ ଅନୁମତି ଆଦାୟ କରି କାହିଁକି ଆସିଥାନ୍ତା? ଆଙ୍କୁ ଦେଖିବା ମାତ୍ରକେ କାହିଁକି ଗୋସୀ ବାପାଙ୍କର ପ୍ରିୟ ଗୀତଟି ବାରମ୍ବାର ମନେ ପଡ଼ନ୍ତା, ବଲମାରେ ଚୁନରିଆ ମେନୁ ଲାଲ ରଙ୍ଗା ଦେ। କିନ୍ତୁ ମୁହଁରୁ ତାର ଭୟାର୍ଥ ସ୍ୱରରେ ବାହାରିଗଲା, ହାୟ ଆଲ୍ଲା! ଭୟ ତାଙ୍କର ଶ୍ୟାମଘନଙ୍କୁ ନୁହେଁ, ମୁହୂର୍ତ୍ତକ ଭିତରେ ତା ଜୀବନରେ ଯେଉଁ ଓଲଟ ପାଲଟ ହୋଇଗଲା ସେଇଥିପାଇଁ। ମନ ତାର ଏକ ଅଜଣା ଆନନ୍ଦରେ ଭରିଗଲା ସତ, କିନ୍ତୁ ଦେହ ତାଙ୍କର ଭୟରେ ଥରିଗଲା। ତାଙ୍କର ହାୟ ଆଲ୍ଲାରେ ଆନନ୍ଦ ଥିଲା ଓ ଭୟ ଥିଲା। ଭୟ ମଧ୍ୟ ପ୍ରକାଶ ପାଇଲା। ହାୟ ଆଲ୍ଲା ଶୁଣି ଘନଶ୍ୟାମ ଚମକି ପଡ଼ିଲେ। ତେବେ ଏ ହେଉଛି ଅବଦୁଲ
କକେଇଙ୍କ ଝିଅ ହସୁନ ବାନୁ, ଯାହାକୁ ପିଲାବେଳେ ଏହି କୁଶଭଦ୍ରାର ପାଣିରେ ବୁଡ଼ି ଯାଉଥିଲା ବେଳେ ସେ ନିଜର ଜୀବନକୁ ବିପନ୍ନ କରି ରକ୍ଷା କରିଥିଲେ। ତେବେ କ'ଣ କୁଶଭଦ୍ରା ସତରେ ହସନୁକୁ ଟାଣି ନେଉନଥିଲା, ଗୋଟାଏ ଚାଲାକି କରୁଥିଲା? ଶ୍ୟାମଘନ କୁଶଭଦ୍ରା ଆଡ଼େ ଚାହିଁଲେ ଆଖି ତରାଟି। ତାଙ୍କର ମନେ ହେଲା କୁଶଭଦ୍ରା ଖିଲଖିଲ ହୋଇ ହସି ଉଠିଲା। ଶ୍ୟାମଘନ ପାଣିରେ ଗୋଟାଏ ଚାପୁଡ଼ା ମାରି ମନେ ମନେ କହିଲେ, ଦୁଷ୍ଟ, ଏ କ'ଣ କଲୁ? ଶ୍ୟାମଘନଙ୍କ ମୁହଁରେ ଆନନ୍ଦ, ଭୟ, ବିସ୍ମୟ, ହତାଶା ଏକା ସାଙ୍ଗରେ ଖେଳିଗଲା। ତାଙ୍କର ମୁହଁରୁ ବାହାରିଲା, ହାୟ ରାଧାବଲ୍ଲଭ, ଇଏ କ'ଣ କଲ? ରାଧାବଲ୍ଲଭଙ୍କ ନାଁ ଶୁଣି ହସନୁ ଚମକି ପଡ଼ିଲା। ସେ ଜାଣେ ଯେ ପ୍ରଧାନ ବଂଶର ଲୋକେ କଥା କଥାକେ ସେମାନଙ୍କର କୁଳଦେବତା ରାଧାବଲ୍ଲଭଙ୍କ ନାଁ ନିଅନ୍ତି। ତେବେ କ'ଣ ଏ ଶ୍ୟାମଘନ, ଯିଏ ମୋତେ ପିଲାବେଳେ ଏଇ ନଈରେ ବୁଡ଼ି ଯାଉଥିବାରୁ ରକ୍ଷା କରିଥିଲେ? ଏକଥା ଭାବିବା ମାତ୍ରକେ ହସନୁର ପ୍ରତି ଅଙ୍ଗରେ ପୁଲକ ଖେଳିଗଲା। କିନ୍ତୁ ଭୟରେ ସେ ପ୍ରାୟ ଅଚେତ ହୋଇପଡ଼ିଲା। କୌଣସି ମତେ ନିଜକୁ ସମ୍ଭାଳି ନେଲା, କିନ୍ତୁ ତାର ମୁହଁରୁ ମଧ୍ୟ ବାହାରିଗଲା, ହାୟ ଆଲ୍ଲା, ମୁଁ ଆଉ କ୍ୟା କରୁଁ? ଦୁହେଁ ହିଁ ବୁଝିପାରିଲେ ପ୍ରେମରେ ପଡ଼ିଛନ୍ତି ଏବଂ ଏହାର ପରିଣାମ ଭାବି ଦୁହେଁ ଶଙ୍କିତ ହେଲେ। ଦୁହେଁ ଏପରି ଦୁଇ ଭିନ୍ନ ଧର୍ମର ଯେ ଦୁଇ ଧର୍ମର ଲୋକଙ୍କ ଭିତରେ ଶହ ଶହ ବର୍ଷର ଗ୍ଳାନି, ଅବିଶ୍ୱାସ, ଶତ୍ରୁତା ଶେଷରେ ଭାରତକୁ ଖଣ୍ଡ ଖଣ୍ଡ କରିଛି। ତେବେ ବି ଶତ୍ରୁତା ଯାଇନାହିଁ। ସାମାନ୍ୟ ସାମାନ୍ୟ କାରଣରୁ ମଧ୍ୟ ଦୁହେଁ ଦୁହିଁଙ୍କୁ ହାଣି ପକାଉଛନ୍ତି, ନାନା ବିଭତ୍ସ କାଣ୍ଡରେ ମାତୁଛନ୍ତି। ମାତ୍ର କିଛିଦିନ ପୂର୍ବେ ମସଜିଦ ସାମ୍ନାରେ ବାଜା ବଜାଇବା ବେଳେ କେତେ ହତ୍ୟାକାଣ୍ଡ ହୋଇଯାଇଛି, କେତେ ନିରୀହ ଲୋକଙ୍କ ଘର ଜଳି ପାଉଁଶ ହୋଇଯାଇଛି। ପୁଣି ଏ ସନ କୁସୁପୁରର ଲୋକେ ଦୋଳ ପୂର୍ଣ୍ଣିମାକୁ ଅହମ୍ମଦପୁରର ମସଜିଦ ସାମ୍ନାରେ ବାଜା ବଜାଇ ଗୋବିନ୍ଦପୁର ମେଳଣକୁ ଯିବାର ଗୁପ୍ତ ମସୁଧାରେ ମାତିଲେଣି। ଏହାର ସୁରାଗ ପାଇ ଅହମ୍ମଦପୁରର ମୁସଲମାନମାନେ ମଧ୍ୟ ସଜବାଜ ହେଲେଣି। ଗୋବିନ୍ଦପୁର ଓ କୁସୁପୁର ଭିତରେ ମାରପିଟ ଲାଗି 30 ବର୍ଷ ହେବ ଶ୍ରୀ ଶ୍ରୀ ରାଧାବଲ୍ଲଭ ଜୀଉଙ୍କ ଗୋବିନ୍ଦପୁର ମେଳଣକୁ ଯିବା ବନ୍ଦ ହୋଇଥିଲା। ଖାଲି ସେତିକି ନୁହେଁ, ଦୁଇ ଗାଁ ଭିତରେ କଳିଗୋଳ ଏତେ ଦୂରକୁ ଯାଇଥିଲା ଯେ ଏକ ଗାଁର ଲୋକ ଦୈବାତ ଅନ୍ୟ ଗାଁର କୌଣସି ଲୋକକୁ ନିଜ ଗାଁ ପାଖରେ ଏକୁଟିଆ ପାଇଲେ ନିସ୍ତୁକ ମାଡ଼ ଦେଉଥିଲେ। ଏପର୍ଯ୍ୟନ୍ତ ବି 100 ସରିକି ଫୌଜଦାରୀ ମକଦ୍ଦମା ପଡ଼ି ରହିଛି। କିନ୍ତୁ ଏସନ ଦୁଇ ଗାଁର ଲୋକେ ଏକତ୍ର ମିଶି ନିଷ୍ପତ୍ତି କରିଛନ୍ତି, ଶ୍ରୀ ଶ୍ରୀ ରାଧାବଲ୍ଲଭ ଜୀଉ ଗୋବିନ୍ଦପୁର ମେଳନକୁ ଯିବେ ଏବଂ ଅହମ୍ମଦପୁର ଗାଁ ଭିତର ଦେଇ ଯିବେ। ବୁଢ଼ା ବୁଢ଼ାମାନେ ମଧ୍ୟ କହିଲେ, ଠାକୁରେ ଆଗରୁ ଯେପରି ଗୋବିନ୍ଦପୁର ମେଳନକୁ ଯାଉଥିଲେ ସେହିପରି ଯିବେ। ନିଜ ନିଜ ଭିତରେ ଭେଦଭାବ ଭୁଲିଯାଇ ଠାକୁରଙ୍କର ଗୋଟିଏ ସେବା ପୁଣି ଫେରାଇ ଆଣିବା ଉଚିତ। କୁସୁପୁରର ହିନ୍ଦୁମାନଙ୍କର ଏ ବର୍ଷ ଏପରି ଭକ୍ତିଭାବ ଓ ଅଭେଦଭାବ ଫେରିଆସିବାକୁ ତେଣେ ଶ୍ରୀ ଶ୍ରୀ ରାଧାବଲ୍ଲଭ ଜୀଉ ଶ୍ୟାମଘନ ଓ ହସନୁ ଭିତରେ ଏହି କୂଟ ଲଗାଇଦେଲେ ପରା। ଦୁହେଁ ଦୁହିଁଙ୍କ ପରିଚୟ ପାଇବା ପୂର୍ବରୁ ପ୍ରେମରେ ପଡ଼ିଲେ। ଏ ପ୍ରେମ ଯେ ଖାଲି କୁସୁପୁର ଓ ଅହମ୍ମଦପୁର ଭିତରେ ଜଳୁଥିବା ନିଆଁକୁ ଆହୁରି ତେଜି ନଦେବ, ସାରା ଭାରତରେ ନିଆଁ ଜାଳି ନଦେବ, କିଏ କହିପାରିବ? ଦୁଇ ଗାଁ ଭିତରେ ଏପରି ଛକା ଛକି ହୋଇଛନ୍ତି ଯେ ଏ ଗାଁରେ ଖୁଡ଼କି ନହେଲେ ସେ ଘରେ ତୁରନ୍ତ ତାର ଖବର ପହଞ୍ଚି ଯାଉଛି। ଏଥିରେ ଏକଥା କ'ଣ ଅଛପା ରହିବ? ହସନୁ ପୁଣି ଥରେ କହିଲା, ହାୟ ଆଲ୍ଲା। ଶ୍ୟାମଘନ ମଧ୍ୟ ପୁଣି ଥରେ କହିଲେ, ରାଧାବଲ୍ଲଭ, ଏ କ'ଣ କଲ? ହସନୁ ଥରି ଥରି ଦୌଡ଼ିବାକୁ ଲାଗିଲା ଘର ଆଡ଼କୁ। କିନ୍ତୁ ତାର ମନେ ହେଲା ସେ ଯେପରି ଘର ଆଡ଼କୁ ନ ଯାଇ ଶ୍ୟାମଘନଙ୍କ ଆଡ଼େ ଯାଉଛି। ଅସହାୟ ଭାବରେ ଚାରିଆଡ଼କୁ ଚାହିଁ ସେ ପୁଣି ଦୌଡ଼ିବାକୁ ଲାଗିଲା। ଶ୍ୟାମଘନ ପାଣି ଭିତରେ ସ୍ଥାଣୁ ଭଳି ଛିଡ଼ା ହୋଇ ଚାହିଁ ରହିଲେ ହସନୁ ଆଡ଼େ। ଥରେ ମାତ୍ର ସେ ପାଟି କରି ଡାକିଲେ, ହସନୁ। ଆଖିରୁ ତାଙ୍କର ଅଶ୍ରୁ ଝରି କୁଶଭଦ୍ରାର ସ୍ରୋତରେ ଟପ୍ ଟପ୍ ପଡ଼ିବାକୁ ଲାଗିଲା। କୁଶଭଦ୍ରା ଯେପରି ଖିଲଖିଲ ହସି ସେ ଅଶ୍ରୁକୁ ବୋହି ନେଇଗଲା ମହାସମୁଦ୍ରକୁ। ହସନୁ ଚାଲିଯିବା ପରେ ଶ୍ୟାମଘନ ଟିକେ ପ୍ରକୃତିସ୍ଥ ହୋଇ ଭାବି ବସିଲେ ଆଗ ପଛ କଥା। ସେ ନିଜକୁ ନିଜ କହିଲେ, ଏସବୁ ତୁଚ୍ଛା ରୋମାଣ୍ଟିସିଜିମ୍। କୁଶଭଦ୍ରାକୁ ଜୀବନ୍ତ ଭାବି ତା ସହିତ କଥା କହିବା, ରାଧାବଲ୍ଲଭଙ୍କ ପଥର ମୂର୍ତ୍ତିକୁ ଭଗବାନ ଭାବି ତାଙ୍କୁ ହିଁ ଏସବୁ ପାଇଁ ଦାୟୀ କରି ଆନନ୍ଦ ବା ବେଦନା ପାଇବା, ଏସବୁ ମିଥ୍ୟା ତୁଚ୍ଛା ରୋମାଣ୍ଟିସିଜିମ୍ ନୁହେଁ ତ ଆଉ କ'ଣ? ଆଜିର ବିଜ୍ଞାନ ଯୁଗରେ ଏସବୁ ହାସ୍ୟାସ୍ପଦ, କାରଣ ତା ଉପରେ ତ କାହାରି କ୍ରିୟାକଳାପ ନିର୍ଭର କରେ ନାହିଁ ବା କରିବା ଉଚିତ ନୁହେଁ। ମୋର ବୈଜ୍ଞାନିକଙ୍କ ଭଳି ଭାବିବା ଉଚିତ। ଯାହାକୁ ମୁଁ ପ୍ରେମ କରୁଛି ତାହା କେବଳ ଲାଳସା, ମାଂସର ଲାଳସା। ହସନୁର ଦେହ ତ ମୋତେ ଆକୃଷ୍ଟ କରିଛି। ଏ ଲାଳସାର ସ୍ରୋତରେ ମୋର କ'ଣ ଭାସିଯିବା ଉଚିତ? ହସନୁ ମୁସଲମାନ, ମୁଁ ହିନ୍ଦୁ।
ମୁଁ ଯଦି ହସନୁଙ୍କୁ ବାହା ହୁଏ ତେବେ ସାମାଜିକ ବିଶୃଙ୍ଖଳା କଥା ଛାଡ଼ିଦେଲେ ବି ମୋର ବିବାହିତ ଜୀବନ କ'ଣ ବିଷମୟ ହୋଇଯିବ ନାହିଁ? ତାର ରୀତିନୀତି, ଖାଦ୍ୟ, ଚାଲିଚଳନ ସବୁ କେବଳ ଭିନ୍ନ ନୁହଁ, ମୋର ଓଲଟା। ସେଥିରେ ପୁଣି ହିନ୍ଦୁ ମୁସଲମାନ କଳିଗୋଳ ବେଳେ ଆମ ଭିତରେ କ'ଣ ପ୍ରେମ ରହିପାରିବ? ନା, ଆଗେ ମୁଁ ନିଜକୁ ନିଜେ ବିଡ଼ିବି ଏ ଉନ୍ମାଦନା ଲାଳସାରୁ ଜାତ ନା ପ୍ରେମରୁ? ତେବେ ଯାଇ ଯେଉଁ କଥା ଜ୍ଞାନୀ ଲୋକମାନଙ୍କର ମନକୁ ମଧ୍ୟ ଇନ୍ଦ୍ରିୟ ଗୋଳମାଳ କରିଦିଏ। ବିପକ୍ଷରେ ତାଙ୍କର ମନ ଅନେକ ଯୁକ୍ତି ବାଢ଼ିଲା ସତ, କିନ୍ତୁ ତାଙ୍କ ମନ ତାଙ୍କୁ ଗୋଟିଏ ପ୍ରଶ୍ନ ପଚାରି ସବୁ ଯୁକ୍ତିକୁ ନୀରବ କରିଦେଲା। ତୁମେ ଯେ ଏହା ବିରୁଦ୍ଧରେ ଏତେ ଗଭୀର ଚିନ୍ତା କରୁଛ, ତାହା ହିଁ କ'ଣ ସୂଚାଇ ଦେଉନାହିଁ କି ଏହା କେବଳ ଯୌନ ଆବେଗ ନୁହେଁ, ତା ସହିତ ଆଦିମ ଓ ମୌଳିକ ବେଦନା ଓ ଆନନ୍ଦର ଜୁଆର ମଧ୍ୟ ଖୋଲି ଯାଇଛି। ସାରା ବିଶ୍ୱରେ କୁଆଡ଼େ ଏହି ବେଦନା ଆନନ୍ଦ ନିଥର ଭାବରେ ବିଛାଡ଼ି ହୋଇ ରହିଛି। ସେହି ଅସୀମ ବେଦନା ଯେତେବେଳେ ନାନା ଭାବରେ ସସୀମ ଭିତରେ ପ୍ରକାଶ ପାଏ, ସେତେବେଳେ କୁଆଡ଼େ ନାନା ପ୍ରକାର ଘଟଣା ଘଟେ। ଏହା ବୈଜ୍ଞାନିକର ଶେଷ ସିଦ୍ଧାନ୍ତ ବା ତୁଚ୍ଛା ମିଥ୍ୟା ରୋମାଣ୍ଟିସିଜିମ୍ କିଏ କହିବ? ଏ କି ଆକୁଳତା ଭୁବନି, ଏ କି ଚଞ୍ଚଳତା ପବନି ପବନି। ଟଲଷ୍ଟୟ କହିବା ଭଳି ଫଳଟି ଗଛରୁ ଝଡ଼ି ପଡ଼ିବାର କାରଣ ମାଧ୍ୟାକର୍ଷଣ ଶକ୍ତି ହୋଇପାରେ, ବା ଗଛ ତଳେ ଛିଡ଼ା ହୋଇଥିବା ପିଲାଟିର ଲୋଲୁପ ଦୃଷ୍ଟିରେ ଫଳକୁ ଚାହିଁ ଫଳଟିକୁ ତଳେ ପକାଇ ଦେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିବାର କାରଣ ହୋଇପାରେ, ବା ଉଭୟ କାରଣରୁ ହୋଇପାରେ। କିଏ ଜାଣେ ଘଟଣାମାନ କେଉଁ ଘଟଣାରୁ ଘଟେ? ସେ ଯାହା ହେଉ, ସେହି ମୁହୂର୍ତ୍ତରେ ଯେଉଁ ସାମାନ୍ୟ ଘଟଣାଟି ଘଟିଗଲା ତାହା ଚାହୁଁ ଚାହୁଁ ଏକ ବିରାଟ ପ୍ରବାହରେ ପରିଣତ ହେଲା। ଆଉ ଶ୍ୟାମଘନ ଓ ହସନୁ ଭାସିଗଲେ ସେ ସ୍ରୋତରେ, ଏବଂ ତାଙ୍କ ସହିତ କୁସୁପୁର ଓ ଅହମ୍ମଦପୁରର ହିନ୍ଦୁ ମୁସଲମାନ ମାନେ ନାନା ପ୍ରକାରରେ। ଟଳି ଟଳି ଘର ଭିତରକୁ ପଶି ବାରଣ୍ଡାରେ କଚାଡ଼ି ହୋଇ ପଡ଼ିଲା ହସନୁ। ରହିମଙ୍କର ସ୍ତ୍ରୀ ଜେବୁନ୍ନିସା ଅଗଣା ଲିପୁଥିଲେ। ନାତୁଣୀକୁ ଏପରି ପଡ଼ିଯିବାର ଦେଖି ସେ ପାଟି କରି ଡାକ ଛାଡ଼ିଲେ, ଆରେ ଓ ମିଆଁ, अरे जल्दी आओ मो, देखो देखो हसनू क्या हो गया। हाय मेरी अल्लाह, मैं मना करती थी नई को जाबे को। अरे कुसुपुर का कोई हिंदू तुमको कुछ कहिस क्या, कुछ बेइज्जती क्या क्या। अरे ओ मियाँ। रहीम बाड़ बुझा पकाई दे दौड़ी आसिले। हसनू को एपरी अवस्थार देखी आबा काबा होई ठिया होई रहिले। जबुन्निसा तांकु धक्काए मारी पाटी करी कहले, अरे उल्लू का माफिक क्या खड़ा है, अरे कुछ भी तो करो। हाय खुदा, अरे श्यामघन आया है डाक्टर होके, उसको बुलाओ जल्दी। स्त्री कथारे रहीमकर होश आसिला। से हठात चंचल होई मुंडरे गामछाटा बांधी दे कहले, अभी जाता हूँ, तुम उसके सिर में पानी डालो। रहीम धईसई हूँ दौड़िले कुसुपुरर श्यामघन ओ संगात राम प्रधान को डाकी आनिबाकू, किंतु तांको कुसुपुर पर्यंत जीवाकू पड़िला नाही। नई मझिरे श्यामघन जेमती स्थाणु भली छिड़ा होइथांती। रहीम तांकू देखि तरतर होई सब कथा कही हाथ धरी टाणिबाकू लागिले। श्यामघन सबु बुझी पारले नाही, खाली एतिकी बुझिले जे हसनू बेहोश होई तळे पड़ी जाइछि। किछि क्षण से बलबल करी रहीम अजांक आड़े चाहि रहिले। मन मन केवल कहूथांती, हे राधा बल्लभ, ए कौन कल, मुझे किछि बुझी पारु नाही। घटना मानकर ए धईसई गतिरे मुझे किछि विचार करिबार बेळ पाउ नाही। रहीम अधीर भाव कहले, अरे नाती, ये सब बलबल करके तकता है क्या, अरे जल्दी आओ। श्यामघन विह्वल भाव कहले, अजा मु हसनू ना ना। रहीम चित्कार कर कहले, अरे ए कौन शरमर बेळ, हसनू तो तोर बहन अच्छी। श्यामघन दीर्घ निश्वास पकाई कहले, अच्छा अजा तुम जाओ, मोर औषध बाक्स और स्टेतोठा नहीं मु आसुछि, मु एमती ओदा लुगारे जाउछि। रहीम दौड़िले पुणी कुसुपुर। श्यामघन मध्य दौड़ी दौड़ी रहीम घर को जाई बाहर पटु डाकिले। जबुन्निसा घर भितरु डाकी कांदी कांदी कहले, अरे श्याम आइस आइस, आओ बेटा, जुग जुग जियो बेटा, अंदर आओ। श्यामघन घर भीतर को जाई देखिले अपूर्व दृश्य। हसनू खंडे सुंदर धड़ा साड़ी पिंधि मुंडरे कालिया कनार ओढ़णी बांधी पश्चिम को मुह करी दुई हाथ पापुली ऊपर को टेकी फतुआ पड़ुछि। आखिर तार लुह झरी पड़ुछि। हसनू सिना कहूथाए, मते शैतान ठारू बंचाओ अल्लाह, तोरी नारे मु सब कार्य आरंभ करुछि, किंतु
ଫତିହା ସାଙ୍ଗରେ ଗୋଟିଏ ଗୀତ ଗୋଳେଇ ମିଶି ଯାଉଥାଏ। ଅଜାଙ୍କର ପ୍ରିୟ ଗୀତ मेरे अंगन में आए घनश्याम मैं हो गई बाबरी। मो अगणा को घनश्याम आचंबित होई आसिले मु पागल होई जिबि कि। श्याम घनकर भारी इच्छा हैला से भी सेमती बसी पढ़ते। रहीम और राम प्रधान सेतबेलकु पहुंची सारिथिले। राम अजांक पाटी शुणी हसनु चमकी पड़ी चाहि देखिला तार अति निकटरे छिड़ा होइछंती तार प्रिय। समस्त देह तार थरी उठिला। से संभाली न पारी गड़ी पड़िला सेठी। श्यामघन एथर आउ लुह संभाली पारिले नाही। जेबुन्निशा कांति उठिले। राम प्रधान म्लान भावरे हसी कहिले भाउज हसनुर किछि होई नाही। जेबुन्निशा कहिले नहीं जी से कौथिला गाधैला बेले से तार अब्बा को देखिला। अब्दुल कुआड़ ताऊ डाकिला। रहीम आश्चर्य होई चाहि रहिले। राम प्रधान दीर्घ निश्वास पकाई कहिले से सब किछि नुह आमे बाहर को जाउछु तुमे ताकू गरम क्षीर पीवा को दियो। श्यामघन को घर को जीवा कही राम प्रधान रहीम रो हाथ धरी बाहर को आनिले। बुझिला संगात बड़ आश्चर्य। रहीम आकुल भाव पचारे कौन होइछि कह लुचाओ नहीं हसनु बंचिब तो। राम प्रधान सेतबेलकु निजे अधीर होई पड़िलेनी। नाना कथा भाबी रहीम को गोटे निवृत्त स्थान को नहीं जाई कहले बुझिला संगात हसनु और श्याम प्रेम रे पड़िछंती। दुहींकठी मु तार सबु लक्षण देखिबाकु पाउछि। पाइली स्तंभ स्वेद रोमांच स्वरभंग बेपथु वैवर्ण अश्रु आउ मूर्छा। रहीम आखि बड़बड़ करी गाल हाथ दे कहले तोबा तोबा साले बड़ी नटखट की बात किया। अभी उपाय कौन संगात एंक बापा माने तो हणाहुणी हुई मरीछंती। अरे ए दी जण भी कौन। राम प्रधान रहीम कांधरे हाथ रखी कहले संगात तांको छड़ा आउ किए अछि तांकर की उद्देश्य अछि एथिरे किए जाने। भ्रामायाम सर्वभूतानि जंत्रारूढ़ानि मायाया सबु तांकरी लीला। दुहे नीरव तलकु मुंड पोती धीरे धीरे चलीगले। जेबुन्निशा पानी आनी हसनुर मुहरे छाटिबाकु लागिले। हसनु धीरे धीरे आखि खोली काहाकु जेपरी असहाय भावरे खोजिला। तापरे हठात तार गोसीमा को जाबुरी धरी कई कई होई कांदी कहिला अम्मीजान मैं मर गई। तापर हठात गंभीर होई कहिला नहीं माँ मेरा कुछ नहीं हुआ अल्लाह सब ठीक कर देंगे। प्रकृतिस्थ होई पुणी से फतिहा पढ़िबाकु लागिला हे अल्लाह तू दयार सागर मु तोर आराधना करुछि तोरी साहाय्य मागुछि। श्यामघन गाँ को फेरी घर को न जाई सेमती ओदा लुगारे सीधा राधावल्लभଙ୍କ मंदिर को गले। सेतेबेले राधावल्लभ होरी खेलिबाकु बिजे हेलेनी। होलिया माने गाउथांती नव वृंदावने नव नागर त्रिभंग बोलंती सभिंक अंगे पीरतीर रंग। श्यामघन नास्तिक किंतु आज से सीधा सड़क राधावल्लभଙ୍କର मुह को चाहि पचारले ए सब कौन हेउची शुणे की कैफियत अछि तुमर मु कौन तेबे मुसलमान हेबी। तांकर मन हेला राधावल्लभ टिके हसी देले आउ की सुंदर से हस। सबु धर्म रीति नीति मान अभिमान अहंकार जेपरि तुच्छ मन हेला सेई हस टिकक निकटरे। सेई दिन अधरात्रि कुशभद्रार एपाख अतड़ा उपरे राम प्रधानଙ୍କ घर पाखरे गोटे दीप जलिला। किछि क्षण परे अतड़ा उपरे रहीमर घर पाखरे मध्य गोटे दीप जलिला। श्यामघनଙ୍କର समस्त देह रोमांचित होई उठिला। से विश्वास करि पारले नहीं ए प्रहेलिका ना सत्य। से बातुल भावरे दीप जालिथिले एई क्षीण आशारे जे हसनु जदि तार घर बाहर को आसी थाए बा झरका पाखरे नई एपट को चाहि सोई थाए तेबे से दीप को देखि हुए तो भाबिबो से संकेत देउछंती। किंतु ए जे अभावनीय घटिला श्यामघन आरती करबा भली दीपटी को हलाइले। से पाखरे दीपटी मध्य सेमती हलिला। श्यामघन श्वासरुद्ध होई गले। से दीप फोपाड़ी दी दौड़िले आरपटकू। दौड़ दौड़ से भाबुथांती कि आश्चर्य पृथ्वी तार समुद्र घरबाड़ी नईनाल गछवृक्ष नहीं महाशून्य बुली चली एवं से आउ एक घटनार सामान्य अंश मात्र। पुणी से घटना भितर घटी जाउछि समस्त मानव समाज क्षेत्र रे केते बड़ घटना। ता भितर पुणी घटुछि विभिन्न सामाजिक घटना आउ ता भितर पुणी असंख्य व्यक्तिगत घटना। समस्त विश्व रे जो घटना मान घटिछि बा घटुछि ता सहित मोर ए घटनार कौनसी संबंध नहीं।
ହୁଏତ ଏଇ ମୁହୂର୍ତ୍ତରେ କେଉଁଠି ଯୁଦ୍ଧ ଲାଗିଛି କିମ୍ବା କେଉଁଠି ହିନ୍ଦୁ ମୁସଲମାନ ଦଙ୍ଗା ଲାଗିଛି, ତା ସହିତ କ'ଣ ଏହାର କିଛି ସମ୍ପର୍କ ନାହିଁ? କୁଶଭଦ୍ରାର କ୍ଷୀଣ ସ୍ରୋତ ପାର ହୋଇ କିନ୍ତୁ ଶ୍ୟାମଘନ ଫେରିଯିବାକୁ ଭାବିଲେ। ତାଙ୍କର ମନେ ହେଲା ସେ ଅତି ଦୁର୍ବଳ, ଘଟଣା ସ୍ରୋତରେ ଭାସି ଯାଉଛନ୍ତି, ଅସହାୟ ଭାବରେ ନିଜର ସମାଜ ଓ ଧର୍ମ ପ୍ରତି ନ ଚାହିଁ। ଯାओ बेटा जाओ, इसको दिल का बीमारी मार समझो, इधर श्रीराधा तड़प रही है। ଶ୍ୟାମଘନ ଚମକି ପଡ଼ିଲେ। ଅତି ନିକଟରେ ଗୋଟିଏ ବୁଲା ଫକୀର ଶୋଇଥିବାର ସେ ଦେଖିପାରି ନଥିଲେ। ଫକୀରଟି ଉଠି ବସି ଗାଇବାକୁ ଲାଗିଲା, क्या करूं सजनी न आए श्यामघन, तड़पती बीती मेरी उन बिन रातिया। जाओ जाओ, मैं सबको देखा, मैं सब समझ लिया, बेटा समाज धर्म सब झूठा। ଶ୍ୟାମଘନ ସ୍ତମ୍ଭିତ ହୋଇ ରହିଲେ। କୁଆଡ଼ୁ କୁଆଡ଼ୁ ଘଟଣା ମାନ କ୍ଷିପ୍ର ଗତିରେ ଆସି ମିଳାଇ ଯାଉଛନ୍ତି କୁହୁକ ପରି। ସେ କିଛି କୂଳ କିନାରା ପାଇଲେ ନାହିଁ। କିଛି ନ କହି ସେ ପୁଣି ଦୌଡ଼ିଲେ। କୁଶଭଦ୍ରାର ସେପଟରେ ପହଞ୍ଚିଲା ବେଳକୁ ହସ୍ନୁ ଅତଡ଼ା ତଳକୁ ଓହ୍ଲାଇ ସାରିଥାଏ। ଶ୍ୟାମଘନ ଆଶ୍ଚର୍ଯ୍ୟ ହୋଇ ହସ୍ନୁର ହାତ ଧରି ପକାଇ କହିଲେ, ହସ୍ନୁ, ମୋତେ ପ୍ରଥମେ କହ, ତୁମେ କେମିତି ଜାଣିଲ ଯେ ମୁଁ ଦୀପ ଜାଳିବି ବୋଲି? ହସ୍ନୁ ମୁଣ୍ଡ ପୋତି କହିଲା, ମୋର କାହିଁକି କେଜାଣି ମନେ ହେଲା ତୁମେ ନିଶ୍ଚୟ ଆଜି ରାତିରେ ଆସିବ। କିଏ ଯେମିତି କହିଦେଲା ଏ କଥା। ମୁଁ ଆମ ଝରକା ବାଟେ ଅନାଇଥିଲି ତୁମରି ଘର ଆଡ଼େ, ଦେଖିଲି ଆଉ ବୁଝିପାରିଲି। ଆଶ୍ଚର୍ଯ୍ୟ, ମୁଁ କିଛି ବୁଝିପାରୁନାହିଁ ହସ୍ନୁ। କ'ଣ ସବୁ, କାହିଁକି ଏସବୁ ଘଟୁଛି? ରାମ ଅଜା ଦିନେ ମୋ ଅଜାକୁ ଆମ ଘରେ କହିଥିଲେ, ସାଧାରଣ ମଣିଷ ତାର ଇନ୍ଦ୍ରିୟ ଉପରେ ନିର୍ଭର କରି ବର୍ଷ ପରେ ବର୍ଷ, ଜୀବନ ପରେ ଜୀବନ, ନାନା ଅବସ୍ଥାରେ ପଡ଼ି ଅନେକ ମାଡ଼ ଖାଇ ଯେଉଁ ଜ୍ଞାନ ପାଏ, ପ୍ରେମ ହେଲେ ମଣିଷ ମୁହୂର୍ତ୍ତକ ମଧ୍ୟରେ ସେ ଜ୍ଞାନ ପାଇଯାଏ। ତାକୁ ଆଉ ଏତେ ଘଟଣା ଜାଲରେ ଛନ୍ଦି ହେବା ଦରକାର ପଡ଼େ ନାହିଁ। ଶହ ଶହ ଘଟଣା ଗୋଟିଏ ସାମାନ୍ୟ ଘଟଣାରେ ଘଟିଯାଏ। ମୁଁ ସେ କଥା ଖାଲି ଶୁଣୁଥିଲି ସିନା, ତୁମ ପ୍ରେମରେ ପଡ଼ି ସବୁ ବୁଝିପାରୁଛି ଏବେ। ଆଉ ଆମେ ଦୁହେଁ ଦୁହିଁଙ୍କ ଦେହକୁ ଖାଲି ଚାହୁଁଥାନ୍ତେ, ତେବେ କେତେ ଚକ୍ରାନ୍ତ କରିବାକୁ ପଡ଼ିଥାନ୍ତା ମିଶିବା ପାଇଁ। କିନ୍ତୁ ଦେଖ, କେହି କାହା ସହିତ କଥା ନ କହି କେମିତି ଆମେ ଜାଣିପାରିଲୁ? କିନ୍ତୁ ଏ କ'ଣ ହେଲା ହସ୍ନୁ? ଏ ପ୍ରେମ ଯେ ଦୁହିଁଙ୍କୁ ଜାଳି ପୋଡ଼ି ଦେବ, ଖାଲି ଆମ ଦୁହିଁଙ୍କୁ ନୁହେଁ, ଏ ଦୁଇ ଗାଁକୁ ବି, ସାରା ଭାରତରେ ଯେ ଏ ନିଆଁ ଜାଳିଦେବ। ବର୍ତ୍ତମାନ ଅବସ୍ଥା କିଏ କହିବ? ତୁମେ ଯଦି ମୋର ଦେହକୁ ଭଲ ପାଉଥାଅ, ତେବେ ଏକଥା ଏତିକିରେ ଥାଉ। ଦେହର ଲାଳସା ଯେ ନାହିଁ ମୋର, ସେ କଥା ମୁଁ କହିପାରୁନାହିଁ। ଥିଲେ ବା କ୍ଷତି କ'ଣ? ଗଙ୍ଗା ନଈରେ ତ କେତେ ମଇଳା ପାଣି ପଡ଼େ, ସେସବୁ ତ ପବିତ୍ର ହୋଇଯାଏ। ଦେହ ତ ଖାଲି ଏକମାତ୍ର ସତ୍ୟ ନୁହେଁ, ଆହୁରି ତା ତଳକୁ ତଳକୁ ଅନେକ ସତ ଅଛି। ତା ନହେଲେ ପିଲାବେଳେ କାହିଁକି ତୁମେ ମୋତେ ବଞ୍ଚାଇଥାନ୍ତ? କାହିଁକି ତୁମକୁ ଦେଖିବା ମାତ୍ରେ କେଜାଣି ଯେଉଁ କଥା ଜାଣି ହେବ ନାହିଁ, ତା ବିଷୟରେ ଯାହା କହିଲେ ବି ସତ୍ୟ ହେବ, ଆଉ ପ୍ରମାଣ ବି ଜୁଟିଯିବ। ଏସବୁ ବୁଦ୍ଧିର କଥା। ବୁଦ୍ଧିରେ କ'ଣ ସବୁ ବୁଝି ହୁଏ? ଅନ୍ୟକୁ ବୁଝିବା ପାଇଁ ମନ ଭିତରେ ଯଦି ଡହଳ ବିକଳ ନ ହେବ, ତେବେ ଖାଲି ବୁଦ୍ଧିରେ ସବୁ ବୁଝି ହେବ ନାହିଁ ବୋଧହୁଏ। କିନ୍ତୁ ହସ୍ନୁ, ଏହାପରେ ଆମର ବାହାଘର ହେବା ଉଚିତ। ଆଉ ବାହାଘର ପରେ ଯଦି ପଦେ ପଦେ ଅମେଳ ହୁଏ, କାହିଁକି? ପାକିସ୍ତାନ ହେବା ପରେ ହିନ୍ଦୁ ମୁସଲମାନ ଭିତରେ ଅବିଶ୍ୱାସ ବଢ଼ିଯାଇଛି। ସାମାନ୍ୟ ସାମାନ୍ୟ କଥାରେ ହଣାହଣି ହେଉଛନ୍ତି। ଏ ଅବସ୍ଥାରେ ଆମେ କ'ଣ ସମ୍ପୂର୍ଣ୍ଣ ଭଲ ପାଇପାରିବା? ତୁମ ମନ ତ ନିଶ୍ଚୟ ମୁସଲମାନ ଆଡ଼େ ଟାଣିବ, ଆଉ ମୋ ମନ ହିନ୍ଦୁ ଆଡ଼େ। ତା ଛଡ଼ା ହସ୍ନୁ ଅଧୀର ଭାବରେ ବାଧା ଦେଇ କହିଲା, କାହିଁକି? ଆମ ଦୁହିଁଙ୍କର ମନ କାହିଁକି ନ୍ୟାୟ ଆଡ଼େ ନ ଯିବ? ମସଜିଦ୍ ସାମ୍ନାରେ ବାଜା ନ ବଜାଇବା କୋରାନ ଶରୀଫରେ ନାହିଁ। କେଉଁଥିରେ ଆମେ ଏ ଦେଶରେ ଏକଥା ଅଛି ସମସ୍ତେ ଜାଣନ୍ତି। ତେଣୁ ଆଇନ ଯଦି କହିଲା, ଆଉ ମନ ଯଦି କହିଲା ରାସ୍ତାରେ ବାଜା ବଜାଇ ଯିବାରେ ସମସ୍ତଙ୍କର ଅଧିକାର ଅଛି, ତେବେ ମୁଁ ମୁସଲମାନ ବୋଲି ତାକୁ ନ ମାନିବି କାହିଁକି? ଆଉ ହିନ୍ଦୁମାନେ ଯଦି ମୁସଲମାନମାନଙ୍କୁ ଅପମାନ ଦେବା ପାଇଁ ମସଜିଦ୍ ସାମ୍ନାରେ ବେଶୀ କରି ବାଜା ବଜାନ୍ତି, ତେବେ ତୁମେ ହିନ୍ଦୁ ବୋଲି ତାଙ୍କୁ ମନା ନ କରିବ କାହିଁକି? ଶ୍ୟାମଘନ ହଠାତ୍ ଅବାକ ହୋଇ ଚାହିଁଲେ ହସ୍ନୁ ଆଡ଼େ। ହସ୍ନୁ କହିଲା, ତୁମେ ଭାବୁଛ ମୁଁ ନିଶ୍ଚୟ ମୂର୍ଖ, ଏତେ କଥା ଜାଣିଲି କିପରି? ହଁ, ପୁଣି ତୁମେ ମୋ ମନର କଥା କହି ଆହୁରି ଆଶ୍ଚର୍ଯ୍ୟ କରିଦେଲ। ଏସବୁ ତ ମୁଁ ଅଜାମାନଙ୍କ ପାଖରୁ ଶୁଣିଛି। ସେମାନେ ଯେତେବେଳେ ଆମ ଘରେ ଶାସ୍ତ୍ର ଚର୍ଚ୍ଚା କରନ୍ତି, ମୁଁ ମନ ଦେଇ ଶୁଣେ। ସେଥିରୁ ମୁଁ କିଛି ବୁଝିଥିଲି, ଅନେକ ବୁଝିପାରିନଥିଲି। ଆଜି କିନ୍ତୁ ବୁଝିପାରୁଛି ସବୁ। ବୁଝିପାରୁଛି ସବୁ ଧର୍ମ ଏକ, ମଣିଷ ମଣିଷ ମଧ୍ୟରେ ଭେଦ ଆମ ଭୟରୁ ବାହାରିଛି। ତେବେ ବି ପ୍ରେମର ସବୁବେଳେ ଜୟ ହୋଇଛି। ଆଜି ତ ମୁଁ ଶ୍ରୀକୃଷ୍ଣଙ୍କୁ ଅନ୍ତର ଭିତରେ ବୁଝିପାରୁଛି। କି ପ୍ରେମିକ ସେ, ତାଙ୍କୁ ତ ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରିନଥିଲି।
ହଁ ହସ୍ନୁ, ଆଜି ବି ମୁଁ ବୁଝିପାରୁଛି ଆଲ୍ଲା ବି ମୋର। ସତେ ହସ୍ନୁ, ଏ ପୃଥିବୀର ଇତିହାସ ଘୃଣା ଓ ଭୟରୁ ଜାତ ହତ୍ୟାର ଇତିହାସ ନୁହେଁ, ପ୍ରେମରୁ ଜାତ ଐକ୍ୟର ଇତିହାସ। ଯୁଦ୍ଧଖୋରମାନେ ତ ମଣିଷକୁ ଗଢ଼ି ନାହାନ୍ତି, ବୁଦ୍ଧ, ଯୀଶୁ, ମହମ୍ମଦ, ଚୈତ୍ୟ, ଜୋରାଷ୍ଟ୍ର ଭଳି ପ୍ରେମିକମାନେ ଗଢ଼ିଛନ୍ତି। ଏକଥା ବର୍ତ୍ତମାନ ଅବସ୍ଥାରେ ମୋତେ ପରିଷ୍କାର ଜଣାପଡ଼ୁଛି। ଖାଲି ନୁହଁ, ବୁଝିପାରି ମନର ଆବେଗ ହେଉଛି, କିନ୍ତୁ ମନର ଏ ଅବସ୍ଥା ତ ରହିବ ନାହିଁ। ନାନା ବିଭେଦକାରୀ ଯୁକ୍ତି ସେ ଅବସ୍ଥାରୁ ମନକୁ ତଳକୁ ଖସାଇ ଦେବ। ଅହଙ୍କାର, ସ୍ପର୍ଦ୍ଧା ଇତ୍ୟାଦି। ମନେ ପଡ଼ିଯିବ ମୁସଲମାନ ମାନେ ଆମର ଜଗନ୍ନାଥଙ୍କୁ ଚମ ଦଉଡ଼ିରେ ବାନ୍ଧି ବଡ଼ଦାଣ୍ଡରେ ଘୋଷାଡ଼ିକି ନେଇଥିଲେ ଦିନେ। ସେତେବେଳେ ଜଗନ୍ନାଥଙ୍କୁ ଖାଲି ତୁମର ବୋଲି କାହିଁକି କହୁଛ ଯେ? ସେସବୁ ଯିଏ କରେ ସେ ଅସଭ୍ୟ, ସେ ହିନ୍ଦୁ ହେଉ କି ମୁସଲମାନ ହେଉ। ହିନ୍ଦୁମାନଙ୍କ ଭିତରେ ସାହି ସାହି କଳି ଲାଗି ଯେତେବେଳେ ଦୁର୍ଗାଙ୍କର ମୁଣ୍ଡ ଭାଙ୍ଗି ତଳେ ପକାଇ ଦିଅନ୍ତି, ସେ ବି ତ ଅସଭ୍ୟତା। ଯେଉଁମାନେ ଏପରି କରନ୍ତି ବା କରିଥିଲେ ସେମାନେ ଯାଆନ୍ତି ଗଲେଣି, କିନ୍ତୁ ଜଗନ୍ନାଥଙ୍କ ପ୍ରତି ଭକ୍ତି ସେମିତି ରହିଛି। ମଣିଷ ସେଥିରୁ ଟଳି ନାହିଁ। ପ୍ରେମ ସତେ ମହାନ। ମୋର ଏଇକ୍ଷଣେ ମନେ ହେଉଛି ଦୁନିଆରେ ସମସ୍ତେ ଭଲ, ସମସ୍ତଙ୍କ ପାଦ ତଳେ ପଡ଼ିଯିବାକୁ ଇଚ୍ଛା ହେଉଛି। ଆମର ଯଦି ଭୟ କି ହିଂସା ନଥାନ୍ତା, ତେବେ ଏ ନାନା ପ୍ରକାର ବିଭିନ୍ନତା ମଣିଷ ଭିତରେ ଦେଖି ଖୁସି ଲାଗନ୍ତା। ସମସ୍ତେ ତ ଭଲ। ସବା ମୂଳ କଥାଟି ଯଦି ଭଲ ନଥାନ୍ତା, ତେବେ ଏ ମଣିଷ କେବେଠାରୁ ନାଶ ପାଇଯାଆନ୍ତାଣି। କିନ୍ତୁ ତମେ ଜାଣିଛ ହସ୍ନୁ, ପରଦିନ ଫଗୁଣ ପୂର୍ଣ୍ଣିମାରେ ଆମ ଦୁଇ ଗାଁର ହିନ୍ଦୁ ମୁସଲମାନଙ୍କ ଭିତରେ କଳିଗୋଳ ଲଗାଇବାର ସବୁ ବନ୍ଦୋବସ୍ତ ହେଉଛି। ହଉ, ତାକୁ ବନ୍ଦ କରିବାକୁ ଆମେ ଜୀବନ ଦେବା। ଆମେ ଦୁହେଁ ହାତ ଧରାଧରି ହୋଇ ତାଙ୍କ ମଝିରେ ଛିଡ଼ା ହେବା। ମୁଁ ପାରିବି, ନିଶ୍ଚୟ ପାରିବି। ତୁମେ ଯଦି ନ ପାର ମୁଁ ତୁମକୁ ସାହସ ଦେବି, ଆଉ ମୁଁ ନ ପାରିଲେ ତୁମେ। ହସ୍ନୁ, ତୁମେ ଏତେ ଜ୍ଞାନ କଥା ଜାଣିଲ କିପରି? କହିଲି ପରା। ହଠାତ୍ ବେଣାବୁଦା ପଛପଟୁ ଶୁଭିଲା, ପ୍ରେମରେ ବାବା ପ୍ରେମରେ। ଶ୍ୟାମଘନ ଓ ହସ୍ନୁ ଚମକି ପଡ଼ି ଦୌଡ଼ି ପଳାଇ ଯାଉଥିଲେ। ବେଣାବୁଦା ପଛପଟୁ ରାମପ୍ରଧାନ ଓ ରହିମ ସେମାନଙ୍କର ହାତ ଧରି ଅଟକାଇ ହସି ହସି କହିଲେ, ଭାବିଥିଲ ଆମେ କିଛି ଜାଣୁନା? ରାମପ୍ରଧାନ ଶ୍ୟାମଘନ ଆଡ଼େ ଚାହିଁ କହିଲେ, ହସ୍ନୁ ଏତେ ସବୁ ଜାଣିଲା ତ ପ୍ରେମରେ ପଡ଼ି। ଘୋର ଜଙ୍ଗଲରେ ଗୋଟିଏ ଗଜ ଥିଲା। ସେ ମୁନିମାନଙ୍କର ଘରଦ୍ୱାର ଭାଙ୍ଗି ପକାଇ ସେମାନଙ୍କୁ ଭାରି ହଇରାଣ ହରକତ କରୁଥିଲା। କିନ୍ତୁ ମୁନିମାନେ ଭଗବାନଙ୍କ ବିଷୟରେ ଯାହା ସବୁ ଚର୍ଚ୍ଚା କରୁଥିଲେ, ସେସବୁ ତା କାନରେ ପଡ଼ୁଥିଲା। ଦିନେ ଗୋଟିଏ କୁମ୍ଭୀରର ଚଲାଖି କରି ଗଜକୁ ପାଣି ଭିତରକୁ ଟାଣି ନେଇଗଲା ଖାଇବ ବୋଲି। ଆତଙ୍କରେ ପଡ଼ି ତାର କଣ୍ଠରୁ ବାହାରିଥିଲା, ଶରୀରେ ଜ୍ଞାନ ଉପୁଜିଲା, ପୂର୍ବର ହେତୁ ସୁମରିଲା। ଗଜ ଯେ ବିଚାରଇ ମନେ, ସେ କାଳେ ଥିଲି ଘୋର ବନେ। ମୁହିଁ ମାରଇ ବୋଲି କରି ରୁଣ୍ଡ ହୁଅନ୍ତି ତପଚାରୀ। ମୁନି ହୁଅନ୍ତି କୁହାକୁହି, ଆତଙ୍କ କାଳେ ଭାବଗ୍ରାହୀ। ଆତଙ୍କରେ ପଡ଼ିବାରୁ ତାର ଶୁଣା କଥା ସବୁ ଜ୍ଞାନ ପାଲଟିଗଲା। ଆତଙ୍କରେ ଆଉ ପ୍ରେମରେ ପଡ଼ିଲେ କୂଳ କୁଣ୍ଡଳିନୀ ଜାଗେ, ମଣିଷର ବୁଦ୍ଧି ଖୋଲିଯାଏ। ରହିମ କହିଲା, ସଙ୍ଗାତ, ଆମେ ଯେଉଁ ସବୁ କଥା କହୁ ଏମାନେ ତାକୁ କାମରେ କରିସ୍। ଏ ସାଲେ ଲୋକକୁ ଫଗୁଣ ପୁନେଇକୁ ଶାଦି କରିଦେଙ୍ଗେ, ରାଜି? ରାମପ୍ରଧାନ ରହିମର ହାତ ଧରି କହିଲେ, ରାଜି। ତାପରେ କୁରୁକ୍ଷେତ୍ର ପାଇଁ ଆମେ ପ୍ରସ୍ତୁତ ହୋଇଯିବା। ଆଲ୍ଲା ଓ ରାଧା ବଲ୍ଲଭ ଏମାନଙ୍କର ମଙ୍ଗଳ କରନ୍ତୁ। ଶ୍ୟାମଘନ ଓ ହସ୍ନୁ କାନ୍ଦି ପକାଇଲେ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ବାମାଚରଣ ମିତ୍ରଙ୍କ ଗଳ୍ପ ଧର୍ମକ୍ଷେତ୍ର। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।